ସାମ୍ବାଦିକ ସମ୍ମିଳନୀ କରିପାରିଛୁ ଯେନ୍ ସୈନିକ ମାନେ ଦେଶର ଯବାନ ମାନେ ଆଜି ପାକିସ୍ତାନରେ ଯେନ୍ ବରଗଡ଼ ତାର ଆତଙ୍କବାଦୀକୁ ପଢ଼େଇ ଯେନ୍ ବରଗଡ଼ ଆକ୍ରମଣ କରିଥିଲା ପହଲଗାମରେ ତାର ବଦଲା ନେଇକରି ଅପରେସନ୍ ସିନ୍ଦୁରରେ ଯେନ୍ ପାକିସ୍ତାନ ସାମ୍ବାଦିକ ସମ୍ମିଳନୀ କରାଯାଇଛି ସେଥିଲାଗି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାननीय ଶ୍ରୀଯୁକ୍ତ ମୋଦିଙ୍କ ନେତୃତ୍ୱରେ ଭାରତ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଜାତିଭିତ୍ତିକ ଜନଗଣନା ପାଇଁ ନିଷ୍ପତ୍ତି ହୋଇଛି ତଥା ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ଶିକ୍ଷା କ୍ଷେତ୍ରରେ ଆମର ବରଗଡ଼ ବିଜେପି ଓବିସି ମୋର୍ଚ୍ଚା ତରଫରୁ ଆଜି ଗୋଟେ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି। ଧନ୍ୟବାଦ ଦେବାରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଜଣା ସାରା ଭାରତରେ ଭାରତ ସ୍ୱାଧୀନ ହେବା ପରଠୁ ଯେତେଥର ଜନଗଣନା ହେଇଛି ସେ ଜନଗଣନା କେବେ ବି ଜାତିଭିତ୍ତିକ ଜନଗଣନା ହେଇନି। ଏଇଥର ଆମର ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଇଛନ୍ତି। ଏହା ଏକ ଐତିହାସିକ ନିଷ୍ପତ୍ତି ଭାରତବର୍ଷରେ ଥିବା ବିଭିନ୍ନ ଜାତିର ବିଭିନ୍ନ ବର୍ଗର ଲୋକଙ୍କୁ ସାଧାରଣ ନାଗରିକଙ୍କୁ ଉଲ୍ଲସିତ ଏଇଥିପାଇଁ କରିଛି ଯେ ଜାତିଭିତ୍ତିକ ଜନଗଣନା ହେଲେ ସ୍ୱାଭାବିକ ଭାବରେ ଯେଉଁ ଜାତିର ଲୋକମାନଙ୍କର ସଂଖ୍ୟା ଯେତିକି ସେଇ ଅନୁସାରେ ସେଇ ଅନୁପାତରେ ସେମାନଙ୍କୁ ସରକାରଙ୍କର ବିଭିନ୍ନ ଯେଉଁ ବିକାଶୋନ୍ମୁଖୀ ଯୋଜନା ସବୁ ରହିଛି ଲୋକାଭିମୁଖୀ ଯୋଜନା ସବୁ ରହିଛି ତାର ସୁଫଳ ସେଇ ଅନୁସାରେ ସେ ଅନୁପାତରେ ମିଳିବ। ସାଧାରଣତଃ ଓଡ଼ିଶା ଏଥିରେ କ'ଣ ଲାଭବାନ ହେବ ଆମ ସମସ୍ତଙ୍କୁ ଜଣା ଅଧିକ ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ ନାହିଁ କିନ୍ତୁ ଗୋଟେ କ୍ଲଜ୍ ଅଛି ସେଠି ଯେ କିଛି ବିଶେଷ ରାଜ୍ୟରେ 50% ମଧ୍ୟ ଅତିକ୍ରମ କରି ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ। ଆଜିକା ଦିନରେ ଆମ ସରକାର ଆସୁ ଭାରତୀୟ ଜନତା ପାର୍ଟିର ସରକାର ଆସୁ माननीय मुख्यमंत्री लोकप्रिय मुख्यमंत्री जदि आमर आपन किसी प्रश्न थाए तार उत्तर देबू एवं एबे आमे सौरी दादा को आ मुक्ता मैडम को अनुरोध करूछु करिया पई बार-बार कहल जाइथिला आंदोलन भी कराइथिला किंतु गत सरकार जो बिजू जनता दल सरकार थला से माने कौन सी पदक्षेप नहीं रहे।